ସ୍ୱାମୀ ଗରିବ ହେବାର କାରଣ ହେଇପାରେ ଗୋଡମୁଦି। ସେଥିପାଇଁ ସ୍ତ୍ରୀକୁ ସବୁବେଳେ ଏହି ସବୁ କଥାର ଧ୍ୟାନ ରଖିବା ଦରକାର। ହିନ୍ଦୁ ଧର୍ମରେ ବିବାହିତା ମହିଳାମାନେ ଗୋଡରେ ଗୋଡମୁଦି ପିନ୍ଧନ୍ତି। ଆମର ଧର୍ମରେ ଦୁଇଟି ଗୋଡର 3 ଆଙ୍ଗୁଠିରେ ଗୋଡମୁଦି ପିନ୍ଧିବାର ପରମ୍ପରା ଅଛି। ମହିଳାମାନଙ୍କର ମୁଣ୍ଡରେ ସୁନାର ଟିକା ଏବଂ ଗୋଡରେ ଚାନ୍ଦିର ଗୋଡମୁଦି ପିନ୍ଧିବାର କାରଣ ଏହା ଅଟେ କି ଆତ୍ମାକାରକ ସୂର୍ଯ୍ୟ ଏବଂ ମନକାରକ ଚନ୍ଦ୍ରମାର କୃପା ଜୀବନ ସାରା ରହିଥାଏ। କିନ୍ତୁ କିଛି ଗୋଡମୁଦି ପିନ୍ଧିବା ଦ୍ୱାରା ସ୍ୱାମୀ ଗରିବ ହୋଇଯାଇପାରେ। ବେଦ ଅନୁସାରେ କୁହାଯାଏ କି ଏହି 2 ଗୋଡରେ ପିନ୍ଧିବା ଦ୍ୱାରା ମହିଳାମାନଙ୍କର ମାସିକ ଚକ୍ର ନିୟମିତ ହୋଇଥାଏ। ଭାରତରେ ସହରାଞ୍ଚଳରେ ଏହା କମ ଦେଖାଯାଇଥାଏ, କିନ୍ତୁ ଗ୍ରାମୀଣ କ୍ଷେତ୍ରରେ ଏହାର ମହତ୍ତ୍ୱ ଅଛି। ଗୋଡମୁଦିକୁ ସବୁବେଳେ ଡାହାଣ ଏବଂ ବାମ ଗୋଡର ଦ୍ୱିତୀୟ ଆଙ୍ଗୁଳିରେ ପିନ୍ଧିବା ଉଚିତ। ଏହା ଗର୍ଭାଶୟକୁ ନିୟନ୍ତ୍ରିତ କରିଥାଏ। କାରଣ ଚାନ୍ଦି ଏକ ଭଲ ସୂଚାଳକ ଅଟେ। ଏହା ପୃଥିବୀର ଧ୍ରୁବୀୟ ଊର୍ଜାକୁ ଠିକ କରିକି ଶରୀର ପର୍ଯ୍ୟନ୍ତ ପହଞ୍ଚାଏ। ବିବାହିତା ମହିଳାମାନେ ହିଁ ଗୋଡମୁଦି ପିନ୍ଧିବେ। କୁଁରୀ ଝିଅମାନେ କେବେ ବି ଗୋଡମୁଦି ପିନ୍ଧିବେ ନାହିଁ। ବହୁତ କମ ଲୋକମାନେ ଜାଣିଛନ୍ତି କି ଯଦି କେହି ସ୍ତ୍ରୀ ନିଜ ଗୋଡରେ ଠିକ ସେ ଗୋଡମୁଦି ନ ପିନ୍ଧନ୍ତି, ତେବେ ଏହି କାରଣ ସ୍ୱାମୀ ଗରିବ ହେବାର ମଧ୍ୟ ହୋଇଥାଏ। ବିବାହ ପରେ ସ୍ତ୍ରୀମାନେ ଗୋଡମୁଦି ପିନ୍ଧିବାର ପରମ୍ପରା ଅଛି। କେତେକ ଲୋକ ଏହାକୁ ପ୍ରତୀକ ରୂପରେ ମାନନ୍ତି। କିନ୍ତୁ ଆପଣ ଜାଣନ୍ତି କି ଗୋଡମୁଦି ପିନ୍ଧିବା ଗର୍ଭାଶୟର ବୈଜ୍ଞାନିକ ସମବଦ୍ଧ ଅଛି। ଗୋଡର ଆଙ୍ଗୁଠିର ଦ୍ୱିତୀୟ ଆଙ୍ଗୁଠିରେ ଥିବା ଏକ ବିଶେଷ ଶିରା ଥାଏ ଯାହାକି ସିଧା ଗର୍ଭାଶୟ ସହିତ ଜଡ଼ିତ ଅଛି, ଯିଏକି ଗର୍ଭାଶୟକୁ ନିୟନ୍ତ୍ରିତ କରେ ଏବଂ ରକ୍ତଚାପକୁ ମଧ୍ୟ ସନ୍ତୁଳିତ କରେ। ଜ୍ୟୋତିଷୀଙ୍କ ଅନୁସାରେ ଗୋଡମୁଦି ପିନ୍ଧିବାର କାରଣ ଏହା ସୂର୍ଯ୍ୟ ଏବଂ ଚନ୍ଦ୍ରମାର କୃପା ସ୍ୱାମୀ ଏବଂ ସ୍ତ୍ରୀ 2 ଜଣଙ୍କ ଉପରେ ଥାଏ। ସବୁବେଳେ ଗୋଡମୁଦି ରୂପାର ପିନ୍ଧନ୍ତୁ। ଭୁଲରେ କେବେ ବି ସୁନାର ପିନ୍ଧିବେନି। ସ୍ତ୍ରୀକୁ ଧ୍ୟାନ ଦେବାକୁ ପଡ଼ିବ ଯେ ଗୋଡମୁଦି ଏତେ ବି ଢିଲା ନ ହୁଏ କି ଏହା ଗୋଡରୁ ଖସିଯିବ। ନିଜେ ପିନ୍ଧିଥିବା ଗୋଡମୁଦି ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଏହା କରିବା ସ୍ୱାମୀର ଗରିବୀ ଏବଂ ରୋଗରେ ପଡ଼ିବାର କାରଣ ହୋଇଥାଏ।